ହାତୀପଲରୁ ଛୁଆ ହାତୀ ଅଲଗା ହୋଇ ବିକଳରେ ମାଆକୁ ଖୋଜୁଛି। ବନ ବିଭାଗ କର୍ମଚାରୀମାନେ ରାତିରେ ଅପେକ୍ଷା କରି ଅଛନ୍ତି ମା ହାତୀକୁ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବହଣ୍ଡେଇ ଅଞ୍ଚଳରେ ବନ ବିଭାଗ କର୍ମଚାରୀମାନେ ବୁଲାବୁଲି କରୁଥିବା ବେଳେ ଗୋଟିଏ ହାତୀ ଛୁଆ ନଜରକୁ ଆସିଥିଲା। ହାତୀ ଛୁଆଟି ବନ ବିଭାଗ ବୋଲେରୋ ଗାଡ଼ି ଚାରିପଟେ ମା ହାତୀକୁ ଆକୁଳ ହୋଇ ଖୋଜୁଥିଲା। ଛୁଆ ହାତୀ ପାଖରେ ଲୋକମାନେ ଯାଇ ମଜା ନେଇଥିବା ଦେଖିବାକୁ ମିଳିଛି। ହାତୀ ଛୁଆଟିର ବୟସ ଆନୁମାନିକ 1 ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଆଜି ତା 27 ତାରିଖ ରାତି 9ଟା ସୁଦ୍ଧା ମା ହାତୀ ଦଳ ଛୁଆ ହାତୀ ପାଖରେ ପହଞ୍ଚି ନାହାନ୍ତି। ତେଣୁ ବନ ବିଭାଗ କର୍ମଚାରୀମାନେ ଅପେକ୍ଷାରେ ଅଛନ୍ତି। ସୂଚନା ଥାଉ କି ଗତକାଲି ହାତୀପଲ ରାସୋଳ ଥାନା ବାବନ୍ଦ ଫରେଷ୍ଟ ଅଧୀନ ବହଣ୍ଡେଇ ଜଙ୍ଗଲରେ ବୁଲାବୁଲି କରୁଥିବା ସମୟରେ ଏକ ଛୁଆ ହାତୀ ଅଲଗା ହୋଇ ରହିଯାଇଥିଲା। ସେହି ଛୁଆ ହାତୀ ବନ ବିଭାଗ ନିଜ ହେଫାଜତକୁ ନେଇ ଚିକିତ୍ସା କରିବା ସହିତ ଆବଶ୍ୟକ ଖାଦ୍ୟ ଯୋଗାଇ ଦେଇଛନ୍ତି। କିନ୍ତୁ ଛୁଆ ହାତୀଟି ବିକଳ ହୋଇ ମାଆକୁ ଖୋଜୁଥିବା ଦେଖିବାକୁ ମିଳିଛି। ହାତୀପଲ ବମ୍ପା ଜଙ୍ଗଲରେ ରହିଛନ୍ତି। ରାତିରେ ହାତୀପଲ ଆସିଲେ ହାତୀ ଛୁଆକୁ ଛଡ଼ାଯିବ। ହାତୀ ଛୁଆକୁ ତାର ମା ନେବ ବୋଲି ବନ ବିଭାଗ ଆଶା ରଖିଛି। ଯଦି ନ ନିଏ ତେବେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଛୁଆ ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।